Anyway, friends, जैसे ଆପଣମାନଙ୍କ ପାଇଁ ବଢ଼ିଆ ଗୋଟେ କବିତା ଆଣିଛି ମାନେ ଗୋଟେ ନାରୀ ବିଷୟରେ ହେଲା ଯେଉଁଟାକି ମାନେ ଆଜିକାଲି ସମାଜରେ ଚାଲିଛି ସେ ସମାଜକୁ ନେଇକି ଗୋଟେ ଲେଖିଛି ଆଉ ତ ଆପଣମାନଙ୍କୁ ଭଲ ଲାଗେ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ଜରୁର କରିବେ। ନେକ୍ସଟ ମୁଁ ନିହାତି ଆଣିବି ଆଗ ଶୁଣନ୍ତୁ ନା। ବୋହୂ କେବେ ଝିଅ ହୋଇପାରେନି ତ କେଉଁ ଶାଶୁ ଶ୍ୱଶୁର ମା ବାପା ହୋଇଯାଆନ୍ତି। ଝିଅମାନେ ତ ସ୍ୱାମୀଙ୍କର ମା ବାପା ପାଇଁ ଜୀବନ ସାରା କିଛି ନା କିଛି କରନ୍ତି, କିନ୍ତୁ ସ୍ୱାମୀ ସ୍ତ୍ରୀର ମା ବାପାଙ୍କ ପାଇଁ ଏହାଠାରୁ ଅଧା ବି ଟିକେ କରନ୍ତିନି। ଠିକ୍ କହିଲି ନା? ଭଲ ହୁଅନ୍ତା ସ୍ୱାମୀ ନିଜ ସ୍ତ୍ରୀର କରୁଥିବା କାର୍ଯ୍ୟକୁ ଦାୟିତ୍ୱ ନ ଭାବି ଭଲ ପାଇବା ନଜରରେ ଦେଖନ୍ତେ। ଖାଲି ମା ବାପା କହିଦେଲେ ସମସ୍ତେ ଝିଅର ମା ବାପା ହୋଇଯାଆନ୍ତିନି। ଠିକ୍ କହିଲି ନା? ଆଚ୍ଛା ଦେଖନ୍ତୁ, ଯଦି ଗୋଟେ ଶାଶୁ ନିହାତି ବୋହୂକୁ ଝିଅ ଭାବରେ ଦେଖିବ ତାହେଲେ କ'ଣ ବୋହୂ ଦେଖିବନି? ଶାଶୁର ଉପରେ କ'ଣ ଦେଖିବ? ନିହାତି ମା ବାପା ଉପରେ ଦେଖିବ ନା। ଯଦି ଗୋଟେ ବୋହୂ ଶାଶୁକୁ ଶାଶୁ ଭାବରେ ଦେଖିଲା ତ କ'ଣ ଶାଶୁର ଭୁଲ ନଥାଏ? କିନ୍ତୁ ଶାଶୁମାନେ କୁହନ୍ତି ଦେଖିଲି ନା ସେ ବୋହୂଟା ଏମିତିକା, କି ସେ ବୋହୂଟା ତ ଆପଣମାନେ ତ ଜାଣିଥିବେ କ'ଣ କେମିତି କୁହନ୍ତି ଆଉ। ତ କିନ୍ତୁ ଆଗର ସମସ୍ତେ କିନ୍ତୁ ଦେଖିବା ଦରକାର କି ଯେଉଁଟାକି ବୋହୂକୁ ଦୋଷ ଦେଉଛନ୍ତି ନା ତାହେଲେ ବୋହୂର ବି ଖାଲି ଦୋଷ ନଥାଏ, ନିହାତି ଶାଶୁର ବି ଦୋଷ ଥାଏ। ଯଦି ଗୋଟେ ଶାଶୁ ଝିଅକୁ ନା ବୋହୂକୁ ଯେମିତି ଝିଅକୁ ଝିଅ ଭଳିଆ ଦେଖିକି ଭଲ ପାଇବା ଦେଉଛନ୍ତି, ଝିଅ ଆସିନେ ଏଇ ବୋହୂ ସେଟା କରିଦେଉଛି ତ ମୋ ଝିଅ ହେଉଛି ସେଇଭଳିଆ। ଯଦି ଗୋଟେ ବୋହୂକୁ ଝିଅ ରୂପରେ ଦେଖିବେ, ବୋହୂ ରୂପରେ ଦେଖିବେନି କ'ଣ ସେ ବୋହୂ କ'ଣ ଶାଶୁକୁ ଶାଶୁ ରୂପରେ ଦେଖିବ, ମା ରୂପରେ ଦେଖିବନି? ଯଦି ଏମିତି ଭାବ ନା ସମସ୍ତଙ୍କ ମନରେ ଆସିବ ନା, ଘରଟା ନିହାତି ହସ ଖୁସିରେ ନିହାତି ଚାଲିବ। ଅନ୍ୟକୁ ଆଙ୍ଗୁଳି ଦେଖିବା ପୂର୍ବରୁ ଗୋଟେ ଆଙ୍ଗୁଳି ନିଜ ଉପରକୁ ରଖିବା ଦରକାର। ଠିକ୍ କହିଲି ନା? ଆଜିକାଲି ତ ହେଉଛି ଶାଶୁମାନେ ତ ଅଭ୍ୟାସ ନା ବୋହୂମାନଙ୍କୁ ଦୋଷ ଦେବା। ହଁ, ଯଦି ଆପଣଙ୍କୁ ଏଇ କବିତାଟା ଭଲ ଲାଗିଛି, ଏଇ କଥାଟା ମାନେ ଫ୍ରଣ୍ଟ ଟୁ ଫ୍ରଣ୍ଟ କଥାଟା ଭଲ ଲାଗିଛି ତ ନିହାତି ନେକ୍ସଟ କଥା ହେବା। ଏଇଟା ମୋର ଫାର୍ଷ୍ଟ ବ୍ଲଗ୍ ତ ଟିକେ ମାନେ କ'ଣ କରିବେ କ୍ୟାମେରା ସାମ୍ନାରେ ଡର ନର୍ଭସ୍ ଲାଗୁଛି, ଯାହା କହିଛି ମୋତେ କ୍ଷମା କରିଦେବେ, ସରି।